ଆରମ୍ଭ ହେଇଗଲା ମାସ ଶ୍ରାବଣ। ଏଥର ବନେଇବା ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବିନା ପିଆଜ ରସୁଣ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସବୁଠୁ କମ୍ ସମୟରେ ସବୁଠୁ ସହଜରେ ଆସନ୍ତୁ ଆଜିର ମଧ୍ୟାହ୍ନ ଥାଳି କରିବା ପ୍ରସ୍ତୁତ, ଯେଉଁଥିରେ କି ଅଛି ପାଳଙ୍ଗ ଶାଗ, ମୁଗ ଡାଲି, ତା ସହିତ ଗୁଆଁର ମସଲା। ବହୁତ ବଢ଼ିଆ ଲାଗିବ, ପୁରା ସହଜ ପ୍ରସ୍ତୁତି ପ୍ରଣାଳୀ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଏଠି ଦେଖନ୍ତୁ ମୁଁ ଗୁଆଁର ମସଲା ପ୍ରସ୍ତୁତ କରିବି ବିନା ପିଆଜ ରସୁଣରେ। ସେଥିପାଇଁ ପୁରା ତାଜା ଗୁଆଁର ନେଇଯାଇଛି, ତାକୁ ଭଲ ଭାବରେ ପ୍ରଥମେ ଧୋଇଦେବା। ପନିପରିବାକୁ ଯେତେବେଳେ ବ୍ୟବହାର କରିବେ ତା ପୂର୍ବରୁ ଭଲ ଭାବରେ ଧୋଇ ସାରିବା ପରେ କାଟିବେ। କାଟି ସାରିବା ପରେ ଧୋଇବେନି, ପ୍ରଥମେ ଭଲ ଭାବରେ ଧୋଇଦେବେ ତାପରେ କାଟିବେ। ଏଠି ଦେଖନ୍ତୁ ଗୁଆଁରକୁ ଭଲ ଭାବରେ ଧୋଇ ସାରିବା ପରେ ଆମେ କାଟିବା। ଗୁଆଁରର ଦୁଇ ପଟ ସାଇଡ଼କୁ କାଟି ସାରିବା ପରେ ଛୋଟ ଛୋଟ ଖଣ୍ଡ କରିକି ଆପଣମାନେ କାଟିବେ ଗୁଆଁରକୁ। ଆଉ ଏଇ ବର୍ଷା ଦିନେ ଗୁଆଁର ବହୁ ମାତ୍ରାରେ ମିଳୁଛି, ଆଉ ଗୁଆଁର ବି ଆମ ଦେହ ପାଇଁ ବହୁତ ଭଲ। ଆପଣମାନେ ଏମିତି ସହଜରେ ପ୍ରସ୍ତୁତ କରନ୍ତୁ ଗୁଆଁର ମସଲା, ସ୍ୱାଦ ତ ବହୁତ ବଢ଼ିଆ ରହିବ। ତା ସହିତ ବହୁତ କମ୍ ସମୟ ଭିତରେ ମଧ୍ୟ ପ୍ରସ୍ତୁତ ହେଇଯିବ। ଏକାଥରକେ 8-10ଟି ଗୁଆଁରକୁ ଏମିତି ସାଇଜ୍ କରିକି ରଖି ସାରିବା ପରେ ଆପଣମାନେ ତାର ଉପର ପଟକୁ କାଟିଦେବେ, ଆଉ ଛୋଟ ଛୋଟ ଖଣ୍ଡ କରିକି ଏମିତି କାଟିବେ। ଆଉ ଶେଷରେ ଦେଖନ୍ତୁ ଯେଉଁ ଛୋଟ ଛୋଟ ପାର୍ଟ ବାହାରୁଛି ତାକୁ କାଟିଦେବେ। ଏଠି ଏମିତି ଏକାଥରକେ ଯଦି କାଟିବେ ବହୁତ ସହଜରେ ଆମେ ଶୀଘ୍ର ମଧ୍ୟ ଆମେ କାଟିପାରିବା ବହୁତ ଗୁଡ଼ିଏ ଗୁଆଁରକୁ ଏକା ସାଙ୍ଗରେ। ଏଠି ଦେଖନ୍ତୁ ଏମିତି ଆପଣମାନେ ଗୋଟି ଗୋଟି କରିକି କାଟିବା ଅପେକ୍ଷା ଏମିତି 10-12ଟିକୁ ଏମିତି ଏକାଠି କରିକି ଧରିକି ଛୋଟ ଛୋଟ ଖଣ୍ଡ କରିକି ଆରାମରେ କମ୍ ସମୟ ଭିତରେ କାଟିପାରିବେ। ଏଠି ଦେଖନ୍ତୁ ଗୁଆଁର ସବୁ କାଟି ସାରିବା ପରେ ତାକୁ ଆମେ ଟିକେ ରଖିଦେବା। ଯେହେତୁ ଆମେ ଗୁଆଁରକୁ ଭଲ ଭାବରେ ପ୍ରଥମେ ଧୋଇ ଦେଇଛେ, ଆଉ ଧୋଇବାର ଆବଶ୍ୟକତା ନାହିଁ। ଏଠି ମୁଁ 250 ଗ୍ରାମର ଗୁଆଁର ନେଇଛି। ଏବେ ଦେଖନ୍ତୁ ଗୁଆଁରକୁ କାଟି ସାରିବା ପରେ ଆମେ ନେବା ଗୋଟେ ପ୍ରେସର କୁକର। ଦେଖନ୍ତୁ ଆମେ ପ୍ରେସର କୁକରରେ ଶାଗ, ମୁଗ ଆଉ ଗୁଆଁର ଏକାଥରକେ କେମିତି ପ୍ରସ୍ତୁତ କରିବା, ବହୁତ କମ୍ ସମୟ ଭିତରେ ପ୍ରସ୍ତୁତ ହେଇଯିବ। ପ୍ରଥମେ ମିଡ଼ିୟମ୍ ଫ୍ଲେମ୍ରେ ଦେଇଦେବା ଦେଶୀ ଘିଅ, ଗୋଟେ ଛୋଟ ଚାମଚ ଜିରା, ହେଙ୍ଗୁ ଟିକେ, ତାପରେ କଞ୍ଚା ଲଙ୍କାକୁ ଏମିତି ଛୋଟ ଛୋଟ ଖଣ୍ଡ କରିକି କାଟିକି ପକାଇବା। ଆଉ ଗୋଟେ ବଡ଼ ସାଇଜ୍ର ଟମାଟୋକୁ ମଧ୍ୟ ଛୋଟ ଖଣ୍ଡ କରିକି କାଟିକି ଦେବା। ଏଠି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟେ ଚାମଚ କସୁରୀ ମେଥି ନିଶ୍ଚୟ ପକାଇବେ, ବହୁତ ବଢ଼ିଆ ବାସ୍ନା ଆସିବ, ସ୍ୱାଦ ବି ବହୁତ ବଢ଼ିଆ ରହିବ। ତା ସହିତ ମୁଁ ଏଠି ନେଇଛି ଗୋଟେ ଗିନା ଭଜା ମୁଗ ଡାଲି। ମୁଗ ଡାଲିକୁ ଭଲ ଭାବରେ ଭାଜିକି ତାକୁ ମୁଁ ଏଠି ଧୋଇକି ଏଠି ବ୍ୟବହାର କରିବି। ମୁଗ ଡାଲି ପକାଇ ସାରିବା ପରେ ଏଠି ଦେଖନ୍ତୁ ଗୋଟେ ମୁଠା ପାଳଙ୍ଗ ଶାଗକୁ ମୁଁ ଏଠି ଭଲ ଭାବରେ ଧୋଇ ଦେଇଛି, ତାକୁ ପୁରା ଗୁଣ୍ଡ କରିକି କାଟିକି ଏଠି ପକାଇଦେବା। ଏମିତିରେ ମୁଗ ଡାଲି ଆଉ ଶାଗ ମାନେ ପାଳଙ୍ଗ ଶାଗ ସିଝିବା ପାଇଁ ବହୁତ କମ୍ ସମୟ ଲାଗେ। ତାପରେ ଆମେ କ'ଣ କରିବା ନା ଅଧା ଇଞ୍ଚର ଖଣ୍ଡେ ଅଦା ମଧ୍ୟ ଏଠି କୋରିକି ଦେଇଦେବା। ତାପରେ ଏଇ ସବୁ ଜିନିଷକୁ ମାତ୍ର 1 ମିନିଟ୍ ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଟିକେ ଭାଜିଦେବା। ତାପରେ ଆମେ ଏଠି ଦେଇଦେବା ପାଣି ଦେବେ ଯେମିତି ମୁଗ ଡାଲି ହାଲକା ବୁଡ଼ିଲା ପରି ପାଣି ଦେବେ। ଦେଖନ୍ତୁ ପାଣି ଦେଇ ସାରିବା ପରେ ଆମେ କ'ଣ କରିବା ନା ଗୋଟେ ଜାଲିବାଲା ପ୍ଲେଟ୍ ନେବା। ଆପଣମାନେ ଚାହିଁଲେ ତା ଭିତରେ ଗୋଟେ ଷ୍ଟାଣ୍ଡ ରଖିକି ଗୋଟେ ଥାଳିଆ ମଧ୍ୟ ନେଇକି ପ୍ରସ୍ତୁତ କରିପାରିବେ। ଏମିତି ମୁଁ ଗୋଟେ ଜାଲିବାଲା ପ୍ଲେଟ୍ ନେଇଛି, ପୁରା ପ୍ରେସର କୁକର ଉପରେ ରଖିଦେଇକି ଆମେ ଯେଉଁ ଗୁଆଁରକୁ କାଟିକି ରଖିଥିଲେ ଏଇଠି ଦେଇଦେବା, ଆଉ ଟିକେ ଲୁଣ ପକାଇକି ଗୋଳେଇଦେବା ବା ମିଶାଇଦେବା, ଯାହାଫଳରେ କି ଯେଉଁ ଗୁଆଁର ଟିକେ ଫିକାଳିଆ ବା ସାଧାଳିଆ ଲାଗିବନି। ଏବେ ଆମେ ପ୍ରେସର କୁକର ଢାଙ୍କୁଣି ଦେଇକି ମିଡ଼ିୟମ୍ ଫ୍ଲେମ୍ରେ ଗୋଟେ ସିଟି ଆସିବା ପାଇଁ ଛାଡ଼ିଦେବା। ସେଇ ଭିତରେ ଏକାଥରକେ ଆମର ଶାଗ ମୁଗ ମଧ୍ୟ ସିଝି ଯାଇଥିବ, ଆଉ ଗୁଆଁର ବି ବଢ଼ିଆ ଭାବରେ ସିଝି ଯାଇଥିବ। ଏବେ ଆମେ ଗୁଆଁର ମସଲା ପାଇଁ ନେବା ଅଧା ଇଞ୍ଚର ଖଣ୍ଡେ ଅଦା, 2ଟି କଞ୍ଚା ଲଙ୍କା, 2ଟି ବଡ଼ ସାଇଜ୍ର ପାଚିଲା ନାଲି ଟମାଟୋ। ଏଇସବୁକୁ ନେଇକି ଆମେ ଚପରରେ ଚପ୍ କରିଦେବା। ଆପଣମାନେ ଚାହିଁଲେ ଦରଦର କରିକି ବାଟି ମଧ୍ୟ ପାରିବେ। ଗ୍ରାଇଣ୍ଡିଙ୍ଗ ଜାର୍ରେ ପୁରା ଦରଦର କରିକି ବାଟିବେ, ପୁରା ଫାଇନ୍ ପେଷ୍ଟ କରିବେନି। ଏମିତି ହାଲକା ଦରଦର ହେଇକି ରହିଲେ ମସଲା ବହୁତ ବଢ଼ିଆ ଲାଗିବ ସ୍ୱାଦଟା। ତାପରେ ଆମେ ଏଇଥିରେ ଏକାବେଳେ ଦେଇଦେବା ହଳଦୀ ଗୁଣ୍ଡ ଅଧା ଛୋଟ ଚାମଚ, ଗୋଟେ ଚାମଚ ଲଙ୍କା ଗୁଣ୍ଡ, ଗୋଟେ ଛୋଟ ଚାମଚ କସୁରୀ ମେଥି, ସ୍ୱାଦ ଅନୁସାରେ ଲୁଣ, ଗୋଟେ ବଡ଼ ଚାମଚ ଘର ତିଆରି କିଚେନ୍ କିଙ୍ଗ ମସଲା, ଅଧା ଛୋଟ ଚାମଚ ଗରମ ମସଲା ପାଉଡ଼ର। ଏବେ ଆମେ ହାଣ୍ଡିକୁ ବସାଇଦେବା ମିଡ଼ିୟମ୍ ଫ୍ଲେମ୍ରେ। ଗୋଟେ ବଡ଼ ଚାମଚ ଦେବା ସୋରିଷ ତେଲ ଭଲ ଭାବରେ ଗରମ ହେଇଗଲା ପରେ ଆମେ ଏଠି ଅଳ୍ପ ଟିକେ ଦେବା ଜିରା ଫୁଟିଗଲା ପରେ ଆମେ ଯେଉଁ ମସଲା ସବୁ ବାଟିକି ବା ଚପ୍ କରିକି ରଖିଥିଲେ ଆଉ ସବୁ ମସଲା ଗୁଣ୍ଡ ପକାଇଥିଲେ ସେଇ ସବୁ ଏଠି ପକାଇଦେବା। ଏବେ ଆମେ ସବୁ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ମସଲା ସବୁ ଦେଇଛେ, ଆଉ କିଛି ବି ମସଲା ଏଥିରେ ପକାଇବାର ନାହିଁ। ଏତିକି ମସଲା ଦେଇକି ଆମେ ମାତ୍ର
5 मिनिट पई लो टू मीडियम फ्लेम रे कसेबा। देखंतु आमे जो चॉप करथिले एथिरे आमे बिल्कुल पानी रो व्यवहार करि नथिले, खाली टमाटर पानी अंश सुखिबा पर्यंत आमे को कसेबा। एठी आमे गोटे सीक्रेट जिंस पकेबा जहा कि हेला गोटे बड़ चामच भजा बुटर गुंड। भजा बुट गुंड पकेले तरकारी बहुत बढ़िया लगी थाए आ बढ़िया थिकनेस आसीबो मध्यम तरकारी रे। विशेष करी बिना प्याज रसुण तरकारी को बा मसला को आपण माने गोटे बड़ चामच भजा बुट डाली बा बुट गुंड करिके गोटे चामच दियंतु आ तापरे कसांतु, देखिबे तरकारी बहुत बढ़िया लागिबो। एबे आमे ई सब भल भाबरे मसला को कसेई सारिबा परे आमे 4 बड़ चामच ताजा दही दबा। दही देले आहुरी बढ़िया लागिबो तरकारी रो स्वाद। आ ध्यान रे रखिबे दही बिल्कुल खट्टा हे नथिबो, पूरा ताजा दही रो व्यवहार करिवे। ताजा दही नेले बहुत बढ़िया पूरा क्रीमी क्रीमी टेक्सचर हे कि मसला लागिबो, स्वाद बहुत बढ़िया लागिबो। किंतु जदि दही खट्टा व्यवहार करिवे ताहले एई गुआर मसला बिल्कुल भल लागिबोनी। सेति निश्चय ध्यान देवे। एठी देखंतु मु जेहेतु 2टा टमाटर व्यवहार करिछि आ ताजा दही माने बिल्कुल खट्टा हे नथिबा दही पके कि बढ़िया भाबरे कसी देबा फल रे एठी देखंतु केते बढ़िया भाबरे तेल ऊपर को बाहरिबा को लागिलानी। एबे हमर मसला पूरा पूरी प्रस्तुत हे जाइछि। आमे जो गुआर को स्टीम करिकि रखिथिले एठी देखंतु गुआर को पके देबा आ गुआर को ए मसला सहित मात्र 1 मिनिट पई लो टू मीडियम फ्लेम रे कसे देबा। जेहेतु गुआर एठी भल भाबरे सिझी जाइछि, बेसी समय बिल्कुल लागिबोनी, बहुत कम समय भितरे गुआर मसला प्रस्तुत हे जिवो। एठी देखंतु 1 मिनिट भल भाबरे गुआर मिसी सारिबा परे बा कसे सारिबा परे आमे दे देबा अल्प पानी। बेसी पानी बा बेसी झोल करिवानी, हल्का लटपट करिकि रखिबे। ए मसला बहुत बहुत बढ़िया लागिबो। एबे अल्प टिके पानी देकी आमे घोड़े की आ 2 ରୁ 3 मिनिट पई लो टू मीडियम फ्लेम रे छाड़ी देबा, जहा फल रे कि बहुत पूरा लटपट होइकी मसला हमर प्रस्तुत हे जिवो। देखंतु केते बढ़िया गुआर मसला प्रस्तुत हे जाइछि। आपण माने भात सहित खाई परिबे, रुटी परोटा सबुथिरे खाई परिबे। आ जदि रुटी परोटा सहित खाइबा को चाहुथांती ताहाले टिके झोल को आउ टिके सुखे देबे बा आउ टिके सुखिला करिके प्रस्तुत करिवे। एबे आमे कटा धनिया पत्र पके देबा। प्रस्तुत हे जाइछि हमर पूरा स्वादिष्ट बिना पियाज रसुण रे गुआर मसला। आउ गोटे कथा है आपण माने जदि गुआर को सीधा सड़क एठी कसई थांते बहुत समय लगी थांता। आपण माने डाली किंबा डालमा प्रस्तुत कला बेले एमिति जदि गुआर को स्टीम करके तापरे मसला प्रस्तुत करिवे बहुत जल्दी प्रस्तुत हे जिवो। ता सहित स्वाद भी बहुत बहुत बढ़िया रहिबो। एठी देखंतु हमर पालंग साग मुग डाली भी बढ़िया भाबरे सिझी जाइछि। मुग डाली एमिति सिझिबो भल भाबरे सिझिथिबो किंतु गोटा गोटा हेकि थिबो, ताहाले बढ़िया लागिबो खाइबा पई। किछि धनिया पत्र कटा पके देबा। जेहेतु आमे प्रथमरु डाली को छुंकी देजे आउ छुंकीबानी, केवल डाली परसिला बेले अल्प टिके ऊपर देसी घी दे देबे, बहुत बढ़िया लागिबो। स्वाद पूरा पूरी जबरदस्त रहिबो। एमिति कम समय रे अति सहज रे आपण माने मध्याह्न थाली प्रस्तुत करि परिबे। जदि आपण माने कर्मजीवी हेइथांती किंबा तरतरे रे थांती मात्र 15 मिनिट भितरे एमिति साधारण थाली हेले भी बहुत स्वादिष्ट लागिबो। बनांतु खांतु समस्तंको खुआंतु, देखिबे समस्तंको बहुत बहुत बढ़िया लागिबो। देह पई भी बहुत भलो। आमे बेसी तेल मसला रो व्यवहार करिने किंतु स्वाद पूरा पूरी जबरदस्त। एमिति बनांतु खांतु समस्तंको खुआंतु। आजिर प्रस्तुति आपण मानकु केमिति लागिला विनम्रतार सहित अनुरोध निश्चय जणेबे। जदि भल लागि थाए तेबे प्लीज लाइक शेयर सब्सक्राइब करबा सहित हाइप कर देबे। आज पई एतिकी। जय जगन्नाथ।